ମୁଁ ରଞ୍ଜନ ନାୟକ ପର୍ଜଙ୍ଗରାଜ କେନ୍ଦୁପତ୍ର କର୍ମଚାରୀ ସଂଘର ସମ୍ପାଦକ। ଆମର କେନ୍ଦୁପତ୍ର ସଂଘ ଅଲ୍ ଓଡ଼ିଶା ଡାକରା ଦେଇଛି, ତେଣୁ ତାର ଆହ୍ୱାନ କ୍ରମେ ଆମର ନ୍ୟାର୍ଯ୍ୟ ଦାବି ପାଇଁ ଆମେ ଆଜି ଏଠି ଶହ ଶହ ସଂଖ୍ୟାରେ ସିଜନାଲ କର୍ମଚାରୀ ତୋଳାଳି ବନ୍ଧାଳି ସମସ୍ତେ ଏକୀକୃତ ହୋଇଛୁ। ଏଥିରେ ଆମର 17ଟି ଦାବି ରହିଛି। ତା ଭିତରୁ ଆମର ମୁଖ୍ୟ ଦାବି ରହିଛି ଯେ ଆମର ଦରମା ବଢ଼ି ନାହିଁ, ପତ୍ର ବୃଦ୍ଧି ହୋଇନାହିଁ, ବନ୍ଧେଇ ପିଲାଙ୍କର ରେଟ୍ ବଢ଼ି ନାହିଁ। ତେଣୁ এইগুଡ଼ାକ ଏମିତି ସବୁ ଆମର ରହିଛି। ଆପଣଙ୍କ ମାଧ୍ୟମରେ ଆମେ ସରକାରଙ୍କୁ ନିବେଦନ କରୁଛୁ ଏ 7 ଦିନ ଭିତରେ ପୂରଣ କରିବା ପାଇଁ, ନହେଲେ 27 ତାରିଖରେ ରାଜରାସ୍ତା ଅବରୋଧ କରାଯିବ। ମନା କଲା ମାଝି ଏ ପତ୍ର ରେଟ୍ ଆମର ବଢ଼ୁନାହିଁ ବୋଲି ମନା କଲା ମାଝି। ଆମର ବ୍ଲକ ହେଉଛି ପର୍ଜଙ୍ଗ। ମୁଁ ଜଣେ ପତ୍ର ତୁରାଳି। ଆମର କିଛି ଝାଡ଼ ଜଙ୍ଗଲରେ ବୁଲୁଛୁ, ଖୁଣ୍ଟା ବାଘ ସିଂହ ନେଇକିନି ସବୁ ଆମ ପାଇଁ କିଛି ରେଟ୍ ସରକାର ଦେଲେ ନାହିଁ। ସରକାର ପାଇଁ ବୋଲି ଆମେ ଏଇଟା ଅଭିଯୋଗ କରିଛୁ ଯେ ଆମେ କେମିତି ପତ୍ର ତୁଳା ସାହାଯ୍ୟରେ କେମିତି ଆମେ ପାଇବୁ ରେଟ୍ ଡାକୁ। ବୋନସ ଆମର কিছু କଟି ଯାଉଛି, ଆମେ ତ ଅଧା ପାଉଛୁ, ଅଧା ବି ସମ୍ପୂର୍ଣ୍ଣ ଯେତିକି ପଇସା ପାଇଲୁ ସମ୍ପୂର୍ଣ୍ଣ ବି ଆମେ ପାଇବା କଥା ଏତିକି ବୋନସ ଅଧାଟା ତାର ବି କଟି ଯାଉଛି। ତାପରେ ଆମର ଯେଉଁ ଶୁଭନଗନ ବିବାହ ଝିଅକର ହେଉଛି ସେଟା ବି କଟି ଯାଉଛି। ଆମେ ଯେଉଁ ସରକାରକୁ ଜଣାଉଛୁ ଏଥିପାଇଁ ଧନ୍ୟବାଦ କରିକିନି ଆପଣ ଯଦି ଆମର ଉପଯୁକ୍ତ ହେବେ, ଆମ ଦୁଃଖ କେମିତି ବୁଝିବେ, ଏତିକ ପାଇଁ ଆମେ ଅନୁରୋଧ କରୁଛୁ। ମୋ ନାଁ ମକରଦୋଷ ସାହୁ, ମୁଁ କାମାକ୍ଷାନଗର ରେଞ୍ଜ ହେଡ୍ ଚେକର। ଆମର ଆଜି କାମାକ୍ଷାନଗର ପର୍ଜଙ୍ଗ ରେଞ୍ଜରେ 2ଟା ଧାରାରେ ବୈଠକ ଗଠନ ହେଉଛି। ଏଥିରେ ଆମର ମୁଖ୍ୟ ଦାବି ରହିଛି, ଆମର ଦୀର୍ଘ ଦିନ ହେଲା ପତ୍ର ପଇସା ବଢ଼ି ନାହିଁ, ସିଜନାଲ କର୍ମଚାରୀଙ୍କର ଦରମା ବୃଦ୍ଧି ହେଇନି। ତେଣୁ ସେଥିପାଇଁ ବୋଲି ଆମେ ଏଠି ରେଞ୍ଜ ସାମ୍ନାରେ ଧାରଣାରେ ବସିଛୁ। ଏ ଧାରଣା ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲୁ ରହିବ।